ପୁଣି ଆମ ସହିତ ଯୋଡ଼ି ହୋଇଛନ୍ତି ମହେଶ ଭାଇ, ଆପଣଙ୍କୁ ସ୍ୱାଗତ ଜଣାଉଛି ଚ୍ୟାନେଲ ମାଧ୍ୟମରେ। କଣ କଣ 2025 ବାରଟି ରାଶି ମଧ୍ୟରୁ କେଉଁ କେଉଁ ରାଶି ଭଲ ପାଇବେ, ଫଳପ୍ରଦ ହବ ଏବଂ କେଉଁମାନଙ୍କର ଖରାପ ପରିସ୍ଥିତି ରହିବ, ସେ ବାବଦରେ କଣ କହିବେ? ଜୟ ଶ୍ରୀ ଗଣେଶ, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ମେଷ ରାଶି, ମେଷ ରାଶି ପାଇଁ ଗ୍ରହର ସ୍ଥିତି ବୃହସ୍ପତି ଅଛି। ବର୍ତ୍ତମାନ ଟଙ୍କା ପଇସା ଦବ, ବାହାଘର ହେଇଯିବ ଝିଅ ପୁଅ ମାନଙ୍କର, ପାଠ ପଢାରେ ପିଲାଙ୍କର ଉନ୍ନତି। ଆଉ ଏ ରାଶି ପାଇଁ ବହୁତ ଭଲ ଫଳ ରହିଛି, ନାନା ପ୍ରକାର ଉନ୍ନତି, ଚାକିରି ଠୁ ଆରମ୍ଭ କରି ବେପାର, ରୋଜଗାର, ବିଦେଶ ଯାତ୍ରା, ନୂଆ ଘର, ଭୂମି, ସବୁ ଭଲ କାମ କରିବେ, ଉନ୍ନତି ହବ, ଶତ୍ରୁ ବାଧା ଦୂର ହବ, କୋର୍ଟ କଚେରୀରେ ଜୟୀ ହେବେ। ବୃଷ ରାଶି, ବୃଷ ରାଶି ପାଇଁ ପ୍ରଥମ 6 ମାସଟା ଭଲ ନାହିଁ, ମେ ମାସ ଯାଏଁ, ଜୁନରୁ ଭଲ ଚାଲିବ। ଜୁନରୁ ବାହାଘର, ଉନ୍ନତି, ଚାକିରି, ବିଦ୍ୟା ଆଉ ଯାହା ଇଚ୍ଛା କରିବେ ପ୍ରାପ୍ତି ହବ। ପୁଅ ଝିଅ ମାନଙ୍କ ପାଇଁ ଶୁଭ, ଯୁବ ଯୁବତୀ ମାନଙ୍କ ପାଇଁ ଶୁଭ, ନେତା ମାନଙ୍କ ପାଇଁ ସଫଳଦାୟକ, ଉନ୍ନତିର ପଥ ସୁଗମ ହବ। ଆଉ ଖର୍ଚ୍ଚ ପଇସା ଆସିବ, ଆଉ ଖର୍ଚ୍ଚ ହେଇ ଚାଲିବ, ଋଣ ମୁକ୍ତି ହେବେ, ନାନା ପ୍ରକାର ସାହାଯ୍ୟ ମିଳିବ। ମିଥୁନ ରାଶି, ମିଥୁନ ରାଶି ପାଇଁ ବ୍ୟୟ, ନାନା ପ୍ରକାର କ୍ଷତି, ଆଉ ଅଶାନ୍ତି, ପତି ପତ୍ନୀ ବାଧା, ଆଉ ନାନା ପ୍ରକାର ମାନେ ବ୍ରେକ୍ ସବୁ କାମରେ, ଉନ୍ନତିରେ ବାଧା, ଆର୍ଥିକ କଷ୍ଟ, ଦେହ କଷ୍ଟ, ଅପରେସନ ର ଯୋଗ, ଆଉ ନାନା ପ୍ରକାର ସମ୍ମୁଖୀନ ହେଇକି ଏ ରାଶି ଯିବେ। କିନ୍ତୁ କିଛି ବ୍ୟସ୍ତ ହବାର ନାହିଁ। ମାର୍ଚ୍ଚ ମାସ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ପ୍ରମୋସନ ଟା ଯାହାର ଅଟକି ଯାଇଛି, ପ୍ରମୋସନ ଟା ହେଇଯିବ। ଆଉ କିଛି ଯୁବକ ଯୁବତୀ ମାନେ ଯୋଉ ଚାକିରି ପାଇଁ ଚାହୁଁଛନ୍ତି, ରୋଜଗାର ମିଳିବ। କର୍କଟ ରାଶି, କର୍କଟ ରାଶି ପାଇଁ ଦେହରେ ଅସ୍ତ୍ରୋପଚାର, ଦୁର୍ଘଟଣା, ସ୍ଥାନାନ୍ତରିତ, ନାନା ପ୍ରକାର ବାଧା, ଜ୍ୱର ରୋଗରେ ପୀଡ଼ିତ। ଏଇ ରାଶି ପାଇଁ କେବଳ ଗୋଟିଏ ଭଲ ହେଲା, ଝିଅ ପୁଅଙ୍କର ବାହାଘର ହେଇଯିବ, ଘର କରିବେ, ଜାଗା କିଣିବେ, ଲୋନ ସୁଝିବେ, କୋର୍ଟ କଚେରୀରେ ଜୟ ହବ, ଆଉ ନାନା ପ୍ରକାର ଲାଭ ହବ, କିନ୍ତୁ ଶରୀର ବାଧାଟା ଲାଗି ରହିବ। ସିଂହ ରାଶି, ସିଂହ ରାଶି ପାଇଁ ଚାକିରିରେ ପ୍ରମୋସନ ଟା ଟିକେ ଅଟକିକି ରହିଛି। ଚାକିରି ଯୋଗୁ ଟିକେ ଦୁଶ୍ଚିନ୍ତା ବଢି ଚାଲିବ। ଏପଟେ ଗୋଟିଏ ଗ୍ରହ ଭଲ ହେଲା, ସେ ଆପଣଙ୍କୁ କିଛି ସୁଫଳଦାୟକ ହବ। ଏଇ ରାଶି ପାଇଁ ନାନା ପ୍ରକାର ବାଧା, ଅଶାନ୍ତି, ବ୍ୟୟ, ଦୁର୍ଘଟଣା, ଝାମେଲା, ଶତ୍ରୁବୃଦ୍ଧି ଇତ୍ୟାଦି ଇତ୍ୟାଦି ଦେଖାଦେବ। କନ୍ୟା ରାଶି, କନ୍ୟା ରାଶି ପାଇଁ ଗ୍ରହର ସ୍ଥିତି ଗୁପ୍ତ, ଷଡ଼ଯନ୍ତ୍ର, ଶତ୍ରୁବାଧା, ଆଉ ସମସ୍ୟା, ଦେହ କଷ୍ଟ, ମନସ୍ତାପ, ପତି ପତ୍ନୀରେ ନାନା ପ୍ରକାର କଷ୍ଟ। କିନ୍ତୁ ଆ ସହିତ ଆପଣଙ୍କୁ ଜମି ମିଳିବ, ଘର ହେଇଯିବ, ଆଉ ପଇସା ଗୁଡା ଯୋଉ ଆପଣଙ୍କର ପଡିଛି ବାହାରେ, ସେଇଟା ବାକିଆ ଟଙ୍କା ମିଳିବ, ଋଣରୁ ମୁକ୍ତି ହେବେ। ତୁଳା ରାଶି, ତୁଳା ରାଶି ପାଇଁ ପ୍ରଥମ ମେ ମାସ ଯାହା ଜାନୁଆରୀ ଟିକେ ଖରାପ ରହିବ। ନାନା ପ୍ରକାର ବ୍ୟୟ, ଦୁର୍ଘଟଣା, ମେଡିକାଲ ଖର୍ଚ୍ଚ, ଅପରେସନ, ଆଉ କୋର୍ଟ କଚେରୀ ବାଧା, ନିନ୍ଦା, ଅପଯଶ, ଶତ୍ରୁ, ପୁଅ ଝିଅ ଚିନ୍ତା, ଦୁଶ୍ଚିନ୍ତା, ପିଲାମାନଙ୍କୁ ନେଇକି ପାଠ ପଢାରେ ବହୁତ ବ୍ୟୟ, ସେମାନଙ୍କ ପାଇଁ ଦୁଶ୍ଚିନ୍ତା। ତା ସହିତ ବହୁ ବ୍ୟୟ ଲାଗି ରହିବ, ଋଣ ଆପଣଙ୍କୁ ପରିଶୋଧ କରିବାକୁ ପଡିବ, ଋଣ ଚିନ୍ତା ଲାଗି ରହିବ। ବୃଶ୍ଚିକ ରାଶି, ପୁଅ ଝିଅ ମାନଙ୍କର ମନଚାହା ଯେମିତି ଚାହିଁବେ ସେମିତି ଜାଗାରେ ଭଲ ଜୀବନ ସାଥୀ ମିଳିବ, ଉନ୍ନତି, ରାଜନୀତିରେ ସଫଳତା, ବିଦେଶ ଯାତ୍ରା, ବେପାରରେ ଉନ୍ନତି, ନୂଆ ବେପାର ଇନଭେଷ୍ଟମେଣ୍ଟ, ସ୍ୱାମୀ ସ୍ତ୍ରୀ ଭିତରେ ଉତ୍ତମ ସମ୍ପର୍କ, ପୂର୍ବ ମନୋମାଳିନ୍ୟ ଦୂର ହବ, ସମସ୍ୟା ସମାଧାନ ହବ, ଆର୍ଥିକ ସ୍ଥିତି, ବେପାର, ଦୂରଯାତ୍ରାରେ ସଫଳତା, ସୁଖ ସମୃଦ୍ଧି, ସନ୍ତାନ ମାନଙ୍କର ବିଦ୍ୟାରେ ଉନ୍ନତି ଘଟିବ। ଧନୁ ରାଶି, ଧନୁ ରାଶି ପାଇଁ ନାନା ପ୍ରକାର ବାଧା, ଅଶାନ୍ତି, କଷ୍ଟ, ବାପା ମା କଷ୍ଟ, ବାପାଙ୍କ ଶରୀରରେ କଷ୍ଟ, ତାଙ୍କର ମେଡିକାଲ ଖର୍ଚ୍ଚ, ଅପରେସନ, ପିତୃବାଧା ଲାଗି ରହିବ। କେବଳ ଜମିବାଡି ସମସ୍ୟା ଟିକେ ଦେଖାଦେଲେ ମଧ୍ୟ ସେଥିରୁ ସମାଧାନର ରାସ୍ତା ବାହାରି ଚାଲିବ। ଋଣ ବଢି ଚାଲିବ, ବ୍ୟୟ ବଢି ଚାଲିବ, ପିଲାମାନଙ୍କର ଷ୍ଟଡିରେ ଟିକେ ବାଧା ଆସିବ, ଦୁଶ୍ଚିନ୍ତା ଆସିବ। କିନ୍ତୁ ଆଗକୁ ଜୁନ ମାସରୁ ପିଲାମାନଙ୍କର ଉନ୍ନତି ସହିତ ଝିଅ ପୁଅଙ୍କର ବାହାଘରରେ ବହୁତ ସଫଳତା, ଗୃହ ଲାଭ ହେବ, ଭୂମି ପ୍ରାପ୍ତି ହେବ। ଜୁନ ମାସ ଠାରୁ ଡିସେମ୍ବର ସୁଫଳଦାୟକ ହେବ। ମକର ରାଶି, ମକର ରାଶିରେ ଡାଇଭର୍ସ, ସେପାରେସନ, ପରିବାର ଅଶାନ୍ତି, ସ୍ୱାମୀ ସ୍ତ୍ରୀ ବିଚ୍ଛେଦ, ଜମିବାଡି ଭୂସମ୍ପତ୍ତି ବିବାଦ, ନାନା ପ୍ରକାର କଷ୍ଟ ଲାଗି ରହିବ।
ଶନିର ପ୍ରଭାବ ଯୋଗୁ ଆପଣଙ୍କୁ ଭାଇ ଭଉଣୀର କିଛିଟା ଆପଣଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ ପ୍ରାପ୍ତି ହେବ। ବିବାହାଦି କାର୍ଯ୍ୟରେ ସଫଳତା, ସୁଖ ସମୃଦ୍ଧି। ଏ ବର୍ଷଟା ଟିକେ ଲୋନ ବେଶୀ ଆପଣଙ୍କୁ କରିବାକୁ ପଡିବ। ଦେହ ମଧ୍ୟ ଟିକେ ଖରାପ ରହିବ। କୁମ୍ଭ ରାଶି, କୁମ୍ଭ ରାଶି ପାଇଁ ଆର୍ଥିକ ସ୍ଥିତି ବହୁତ ଖରାପ ଚାଲିଛି। ରୋଗ, ଋଣ, ଶତ୍ରୁ, ଚୋରି ହବାର ଯୋଗ, ଗୁପ୍ତ ଶତ୍ରୁ, ଷଡ଼ଯନ୍ତ୍ର, ଅଶାନ୍ତି ଏସବୁ ଅଛି। କିନ୍ତୁ ଶେଷରେ ଆପଣଙ୍କର କୋର୍ଟ କଚେରୀ ବିଜୟ ହେବ, ଶତ୍ରୁମାନେ ଦୂରୀଭୂତ ହେବେ, ଭୂସମ୍ପତ୍ତି ପାଇବେ, ଋଣରୁ ମୁକ୍ତି ହେବେ। ମୀନ ରାଶି, ପୁଅ ଝିଅମାନଙ୍କ ପାଇଁ ଶୁଭ ରହିବ। ବିବାହାଦି ଶୁଭ କାର୍ଯ୍ୟ, ବିଦ୍ୟାର୍ଥୀ ମାନେ ବି ଅନୁକୂଳ ରହିବ। ଭଲ ଚାକିରି ମିଳିବ, ପ୍ରମୋସନଟା ଆପଣଙ୍କର ହେଇଯିବ। କିନ୍ତୁ ଦେହ ବାଧାଟା ଲାଗି ରହିବ, ଦୁର୍ଘଟଣା ଘଟିବ। ଜମି ଜମା ବିବାଦ ଲାଗିବା ସହିତ ଘରେ ଟିକେ ଅଶାନ୍ତି ରହିବ। ଶତ୍ରୁ, ଅଯଥା ଶତ୍ରୁ ବୃଦ୍ଧି, ପାରିବାରିକ ସମସ୍ୟା ଟିକେ ଦେଖାଦେଲେ ମଧ୍ୟ ସମାଧାନର ରାସ୍ତା ବାହାରିଯିବ। ଭାଇ ଭଉଣୀ ମାନଙ୍କ ଭିତରେ ମନମାଳିନ୍ୟ ଦୂରୀଭୂତ ହବ, ଆଉ ଏକାଠି ରହିବେ। ଆଉ ଆପଣଙ୍କର ଯୋଉ ଆର୍ଥିକ ସ୍ଥିତି ବହୁତ ଖରାପ ଚାଲିଛି, ସେଠାରେ ପରିବର୍ତ୍ତନ ଆସିବ। ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବେ। ଇଏ ହେଲା 2025ର ମୋଟାମୋଟି 12ଟା ରାଶିର